हेलो फ्रेंड्स। आज आम जानिबा आंतराज्य परिषद इंटरस्टेट काउंसिल भारत में आंतराज्य परिषद कौन पर गठन करा केते मसीह गठन करा ता विषय आम पढ़ा। भारत संविधान धारा 263 धारा आंतराज्य परिषद बा इंटरस्टेट काउंसिल बा तार फुल फॉर्म होची आईएससी गठन विषय वर्णना करा यही धारा व्यवस्था अनुଯାयी जदि भारतर राष्ट्रपति को कौन समय प्रतीत हुए जे गोटे आंतराज्य परिषद गठन होगा द्वारा सर्वसाधारण स्वार्थ हासिल हो पारे तेबे ता गठित हो पार। एतर स्पष्ट जे मूल संविधान निजे आंतराज्य परिषद गठन कर सेतेबेले ता गठन होबार आवश्यकता नथिला। तेबे भविष्यत रे ता गठित होगा रास्ता उन्मुक्त थिला। केंद्र राज्य संपर्क समीक्षा करने 1983 मसीह गठित सरकारी आयोग सरकारी कमिशन 1987 मसीह अक्टोबर मासरे रिपोर्ट प्रदान करथिले। ଏହି ରିପୋର୍ଟରେ ଥିବା ଅନ୍ୟାନ୍ୟ ବିଷୟ ମଧ୍ୟରେ କେନ୍ଦ୍ର ସରକାର ସମ୍ପର୍କ ସହଯୋଗ ବୃଦ୍ଧି ନିମନ୍ତେ ଆନ୍ତଃରାଜ୍ୟ ପରିଷଦ ଗଠନ ହେବା ଆବଶ୍ୟକ ବୋଲି ସୁପାରିଶ ହୋଇଥିଲା। ନ୍ୟାୟମୂର୍ତ୍ତି ଆର୍.ଏସ୍. ସରକାରିଆଙ୍କ ଅଧୀନରେ ଗଠିତ ଏହି ଆୟୋଗ ଆହୁରି ସୁପାରିଶ କରିଥିଲା ଯେ ଧାରା 263 ଅନୁଯାୟୀ ଏହା ଏକ ସ୍ଥାୟୀ ଆନ୍ତଃରାଜ୍ୟ ପରିଷଦ ପରମାନେଣ୍ଟ ଇଣ୍ଟରଷ୍ଟେଟ୍ କାଉନସିଲ୍ ଗଠିତ ହେବା ଉଚିତ, ଯାହାକୁ ଆନ୍ତଃ ସରକାରୀ ପରିଷଦ ଇଣ୍ଟର ଗଭର୍ଣ୍ଣମେଣ୍ଟ କାଉନସିଲ୍ ଆଇଜିସି କୁହାଯିବ। ଏହି ସୁପାରିଶ ଆଧାରରେ ତଥା ରାଷ୍ଟ୍ରପତି ଆଦେଶ ବଳରେ 1990 ମସିହା ମେ ମାସ 28 ତାରିଖରେ ଆନ୍ତଃରାଜ୍ୟ ପରିଷଦ ଗଠିତ ହୋଇଥିଲେ। ଏହାକୁ ଭଙ୍ଗାଯାଇ ପାରିବ ନାହିଁ କି ପୁନର୍ଗଠନ କରାଯାଇ ପାରିବ ନାହିଁ। ତେଣୁ ଏହାକୁ ସାମ୍ପ୍ରତିକ ସ୍ଥିତି ହେଉଛି ଏହା ଏକ ସ୍ଥାୟୀ ସାମ୍ବିଧାନିକ ସଂସ୍ଥା, ଏ ପରମାନେଣ୍ଟ କନଷ୍ଟିଟ୍ୟୁସନାଲ ବଡି। ତେବେ ଏହା ନିଷ୍ପତ୍ତିଗୁଡ଼ିକ ପରାମର୍ଶ ଅଟେ ଏବଂ ଅଦାଲତର ରାୟ ପରି ବାଧ୍ୟକାରୀ ନୁହେଁ। ଏହାର ଗଠନ ବିଷୟରେ ଜାଣିବା। ଆନ୍ତଃରାଜ୍ୟ ପରିଷଦ ନିମ୍ନଲିଖିତ ସଦସ୍ୟମାନଙ୍କୁ ନେଇ ଗଠିତ। ଏକ ପ୍ରଧାନମନ୍ତ୍ରୀ ଅଧ୍ୟକ୍ଷ ହୋଇଥାନ୍ତି। ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀଗଣ ସଦସ୍ୟ ହୋଇଥାନ୍ତି। 3 ନମ୍ବର ହେଉଛି ବିଧାନସଭା ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକର ମୁଖ୍ୟମନ୍ତ୍ରୀଗଣ ମଧ୍ୟ ସଦସ୍ୟ ହୋଇଥାନ୍ତି। 4 ନମ୍ବର ପଏଣ୍ଟ ବିଧାନସଭା ନଥିବା କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକର ଉପରାଜ୍ୟପାଳ ଓ ପ୍ରଶାସକଗଣ ମଧ୍ୟ ସଦସ୍ୟ ହୋଇଥାନ୍ତି। 5 ନମ୍ବର ପଏଣ୍ଟ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ମନୋନୀତ କେନ୍ଦ୍ରମନ୍ତ୍ରୀ ସମେତ 9 ଜଣ କ୍ୟାବିନେଟ୍ ମନ୍ତ୍ରୀ ମଧ୍ୟ ସଦସ୍ୟ ରହିଥାନ୍ତି। 6 ନମ୍ବର ପଏଣ୍ଟ ରାଷ୍ଟ୍ରପତି ଶାସନ ଅଧୀନରେ ଥିବା ରାଜ୍ୟଗୁଡ଼ିକ ରାଜ୍ୟପାଳମାନେ ମଧ୍ୟ ସଦସ୍ୟ ରହିଥାନ୍ତି। ସ୍ଥାୟୀ ସମିତି। ଆନ୍ତଃରାଜ୍ୟ ପରିଷଦ ଏକ ସ୍ଥାୟୀ ସମିତି ରହିଛି ଯାହାର ନିରନ୍ତର କାର୍ଯ୍ୟ କରିଥାଏ ଏବଂ ପରିଷଦର ବୈଠକ ନ ଥିଲାବେଳେ ତାହାର କାର୍ଯ୍ୟ ସୀମିତ ତୁଲାଇଥାଏ। ଏହାର ଅଧ୍ୟକ୍ଷ ହେଉଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ। କେନ୍ଦ୍ର ଗୃହମନ୍ତ୍ରୀ ଅଧ୍ୟକ୍ଷ ହୋଇଥାନ୍ତି ଏବଂ 5 ଜଣ କ୍ୟାବିନେଟ୍ ମନ୍ତ୍ରୀ ସଦସ୍ୟ ହୋଇଥାନ୍ତି ଆଉ 9 ଜଣ ମୁଖ୍ୟମନ୍ତ୍ରୀ ସଦସ୍ୟ ମଧ୍ୟ ରହିଥାନ୍ତି। ବୈଠକ। ଆନ୍ତଃରାଜ୍ୟ ପରିଷଦର ବୈଠକ ଗୁପ୍ତ ଭାବରେ ବସେ। ପ୍ରତ୍ୟେକ ବୈଠକ ନିମନ୍ତେ କରମ୍ ବା ସର୍ବନିମ୍ନ ସଦସ୍ୟ ସଂଖ୍ୟା ହେଉଛି 10। ପରିଷଦର ନିଷ୍ପତ୍ତିଗୁଡ଼ିକ ସର୍ବସମ୍ମତିକ୍ରମେ ନିଆଯାଏ ଏବଂ ଏହା ଉପରେ ସଚିବାଳୟ ଅଧ୍ୟକ୍ଷ ହିଁ ମତ ଚୂଡ଼ାନ୍ତ ହୋଇଥାଏ। ପରିଷଦର ଗୋଟିଏ ସଚିବାଳୟ ରହିଛି ଯାହାର ଗୃହ ମନ୍ତ୍ରଣାଳୟ ମିନିଷ୍ଟ୍ରି ଅଫ୍ ହୋମ୍ ଆଫେୟାର୍ସ ଅଧୀନରେ ରହିଛି। ପରିଷଦର ବୈଠକ ବର୍ଷକୁ ଅତିକମରେ 3 ଥର ବସିବାର ବ୍ୟବସ୍ଥା ଥିଲେ ହେଁ ଏହା କ୍ୱଚିତ୍ କାର୍ଯ୍ୟକାରୀ ହେଉଛି। ପରିଷଦର ପ୍ରଥମ ବୈଠକ 1990 ମସିହାର ଅକ୍ଟୋବର ମାସ 10 ତାରିଖରେ ବସିଥିଲା। ଏ ପର୍ଯ୍ୟନ୍ତ ମୋଟ 12 ଥର ବସିଛି। 2003 ମସିହାରେ ଅଗଷ୍ଟ ମାସ 28 ତାରିଖରେ ଶ୍ରୀନଗରର ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆନ୍ତଃରାଜ୍ୟ ପରିଷଦର ଅଷ୍ଟମ ବୈଠକ ମୁଖ୍ୟତଃ କେନ୍ଦ୍ର ଓ ରାଜ୍ୟ ସମ୍ପର୍କ ସହଯୋଗ ଉପରେ ସରକାରୀ ଆୟୋଗ କରିଥିବା ସୁପାରିଶଗୁଡ଼ିକ ଆଲୋଚନା ହୋଇଥିଲା। କେନ୍ଦ୍ର ସରକାର ସେଗୁଡ଼ିକ ମଧ୍ୟରୁ ଅଧିକାଂଶ ଗୃହୀତ ହୋଇଥିଲା। ଏବେ ଆମେ ସେ ଟେବୁଲଟା ଦେଖିଦେବା। ଆନ୍ତଃରାଜ୍ୟ ପରିଷଦର ବୈଠକ କେବେ କେବେ ବସିଥିଲା। ପ୍ରଥମ ବସିଥିଲା 1990 ଅକ୍ଟୋବର 10 ତାରିଖରେ। କିଏ ପ୍ରଧାନମନ୍ତ୍ରୀ ଥିଲେ ନା ବିଶ୍ୱନାଥ ପ୍ରତାପ ସିଂହ। ତାପରେ ବସିଲା 1996 ଏଚ୍.ଡି. ଦେବଗୌଡ଼ା। ତାପରେ 1997 ବସିଥିଲା ଇନ୍ଦର କୁମାର ଗୁଜରାଲ ପ୍ରଧାନମନ୍ତ୍ରୀ ଥିବା ସମୟରେ। ତାପରେ 1999, 2000, 2001 ଆଉ 2003 ମସିହାରେ ବସିଥିଲା ଅଟଳ ବିହାରୀ ବାଜପେୟୀଙ୍କ ଅଧ୍ୟକ୍ଷତାରେ। ମନମୋହନ ସିଂଙ୍କ ଅଧ୍ୟକ୍ଷତାରେ ବସିଥିଲା 2005 ଆଉ 2006 ମସିହାରେ। ଆଉ
ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିଲା 2016 ଆଉ 17 ମସିହାରେ। ଏହି ଆନ୍ତଃରାଜ୍ୟ ପରିଷଦର କାର୍ଯ୍ୟାବଳୀ ଦେଖିବା। ଆନ୍ତଃରାଜ୍ୟ ପରିଷଦର ମୁଖ୍ୟତଃ ନିମ୍ନଲିଖିତ କାର୍ଯ୍ୟକ୍ରମ ଉପରେ ସମ୍ପାଦନ କରନ୍ତି: ରାଜ୍ୟମାନଙ୍କ ମଧ୍ୟରେ ଦେଖାଯାଇଥିବା ବିବାଦଗୁଡ଼ିକ ଅଭିସନ୍ଧାନ କରିବା ଏବଂ ସେଗୁଡ଼ିକ ଉପରେ ପରାମର୍ଶ ଦେବା। କେତେକ କିମ୍ବା ସମସ୍ତ ରାଜ୍ୟ ଅଥବା କେନ୍ଦ୍ର ବା ଏକାଧିକ ରାଜ୍ୟମାନଙ୍କୁ ସମୂହ ସ୍ୱାର୍ଥ ଥିବା ବିଷୟଗୁଡ଼ିକ ଉପରେ ତଦନ୍ତ ଆଲୋଚନା କରିବା। ସେଭଳି କୌଣସି ବିଷୟ ବିଶେଷଜ୍ଞ ସେହି ସଂକ୍ରାନ୍ତୀୟ ନୀତି ଓ କାର୍ଯ୍ୟାନୁଷ୍ଠାନ ଅଧିକ ସହଯୋଗ ପାଇଁ ସୁପାରିଶ କରିପାରନ୍ତି। ସୁପାରିଶ କରିବା। ଏତିକି ଥିଲା ଏହାର କାର୍ଯ୍ୟାବଳୀ ଗଠନ ବିଷୟରେ। ଧନ୍ୟବାଦ। ଇଏ ଥିଲା ଆମର ଇଣ୍ଟରଷ୍ଟେଟ୍ କାଉନସିଲର ଟପିକ୍।